ଏହି ଘଟଣାଟି ମୋ କଲେଜ ସମୟରେ ଘଟିଥିଲା, ଯେତେବେଳେ ମୁଁ ମୋର କଲେଜ ପରୀକ୍ଷା ପାଇଁ ପଢିବାକୁ ବିରକ୍ତ ହେଉଥିଲି। ମୁଁ ମୋ ମୋବାଇଲ ଫୋନରେ ଏପରି ଭିଡିଓ ଦେଖିବାକୁ ନିଷ୍ପତ୍ତି ନେଇଥିଲି। ଗୋଟିଏ ଦିନ ମୋ ଭେଣେଇ ମୋତେ ଗୋଟିଏ ଭିଡିଓ ଦେଖୁଥିବାର ଦେଖିଲେ। ସେହି ଦିନଠାରୁ ସେ ମୋ ସହିତ ମୋ ଦୋକାନ ଉଦ୍ଘାଟନ କରିବାକୁ ଜିଦ୍ ଧରିଲେ। ସେ ଏହା କରିବାକୁ ଚାହୁଁଥିଲେ, କିନ୍ତୁ ମୁଁ ପ୍ରତ୍ୟେକ ଥର ମନା କରିଦେଲି। ମୋର କଲେଜ ପରୀକ୍ଷା ପାଖେଇ ଆସୁଥିଲା ଏବଂ ମୁଁ ସେମାନଙ୍କ ପାଇଁ ପଢୁଥିଲି ଏବଂ ଆମ ଘରେ କେହି ନଥିଲେ ଯେ ମୋତେ କଲେଜ ନେଇଯିବେ। କଲେଜ ଆମ ଘରଠାରୁ ବହୁତ ଦୂରରେ ଥିଲା, ତେଣୁ ଆମକୁ ଗୋଟିଏ ଦିନ ଶୀଘ୍ର ଯିବାକୁ ପଡିଲା। ତାପରେ ମୁଁ ମୋ ଭେଣେଇଙ୍କୁ ମୋ ସହିତ ନେଇଗଲି। ମୁଁ ତାଙ୍କ ସହିତ ଯିବାକୁ ଚାହୁଁନଥିଲି। ମୁଁ ଜାଣିଥିଲି ଯେ ସେ ସମୟ ପାଇବା ମାତ୍ରେ ମୋ ଦୋକାନ ଉଦ୍ଘାଟନ କରିବେ, କିନ୍ତୁ ମୋର ଅନ୍ୟ କୌଣସି ବିକଳ୍ପ ନଥିଲା, ତେଣୁ ମୋତେ ତାଙ୍କ ସହିତ ଯିବାକୁ ପଡିଲା। ମୁଁ ଉଦ୍ଘାଟନରେ ଯୋଗ ଦେବାକୁ ବାରମ୍ବାର ମନା କରିଦେଲି, କିନ୍ତୁ ମୋ ଭେଣେଇ ରାଜି ନଥିଲେ। ଘରୁ ବାହାରିବା ପରେ ଆମେ ଏକ କୋଠରୀ ଭଡା ନେବାକୁ ଯାଉଥିଲୁ। ମୁଁ ତାଙ୍କୁ 2ଟି କୋଠରୀ ବୁକ୍ କରିବାକୁ କହିଲି, କିନ୍ତୁ ବୁଲିବା ପରେ ଆମେ ଜାଣିବାକୁ ପାଇଲୁ ଯେ ସମସ୍ତ ହୋଟେଲ ରୁମ୍ ବୁକ୍ ହୋଇସାରିଛି। ମୋ ଭେଣେଇ ଏବଂ ମୁଁ ଗୋଟିଏ ରୁମ୍ ବୁକ୍ କରିଥିଲୁ ଏବଂ ଆମେ ଭିତରକୁ ପ୍ରବେଶ କରିବା ସମୟରେ ସେ କହିଲେ, ଏବେ ରାତ୍ରି ଭୋଜନ କରି ବିଶ୍ରାମ ନେବା। ପ୍ରାୟ ରାତି 11ଟା ବେଳେ ମୋ ଭେଣେଇ ମୋତେ କହିଲେ, ବନ୍ଧୁଗଣ, ମୁଁ ତୁମକୁ ନିଜ ବିଷୟରେ କହିବାକୁ ଭୁଲିଗଲି। ଏହି କାହାଣୀଟି ମୋ ବିଷୟରେ, ମୋ ଦିଦି ଏବଂ ମୋ ଭେଣେଇ ବିଷୟରେ। ମୋର ନାମ ମୀନା। ମୁଁ 21 ବର୍ଷ ବୟସ। ମୁଁ ଏପର୍ଯ୍ୟନ୍ତ କଲେଜ ସମାପ୍ତ କରିନାହିଁ। ମୁଁ ଡାକ୍ତରୀ ନର୍ସିଂ ପଢୁଛି। ଆମ ପରିବାରରେ ଆମେ 4 ଜଣ ଥିଲୁ, କିନ୍ତୁ ବର୍ତ୍ତମାନ ଆମେ ମାତ୍ର 3 ଜଣ ଥିଲୁ, କାରଣ ମୋ ଭଉଣୀ 7 ମାସ ପୂର୍ବରୁ ବିବାହ କରିଥିଲା। ମୁଁ ଆମ ପରିବାରର ସବୁଠାରୁ ସୁନ୍ଦର ଝିଅ ଥିଲି। ମୋ ଦିଦି ମୋ ଅପେକ୍ଷା ଟିକେ କଳା ଥିଲା। ଯେତେବେଳେ ମୋ ଦିଦି ପାଇଁ ପ୍ରସ୍ତାବ ଆସୁଥିଲା, ସେମାନେ ମୋତେ ପସନ୍ଦ କରୁଥିଲେ, କିନ୍ତୁ ମୁଁ ଏପର୍ଯ୍ୟନ୍ତ ବହୁତ ଛୋଟ ଥିଲି, ବିବାହ ଯୋଗ୍ୟ ବୟସର ନଥିଲି ଏବଂ ମୁଁ ମୋର ଶିକ୍ଷା ସମାପ୍ତ କରିନଥିଲି। ସେଥିପାଇଁ ମୁଁ ସେମାନଙ୍କୁ ମନା କରିଦେଲି। 20 ବର୍ଷ ବୟସରେ ଜୀବନ ନାଟକୀୟ ଭାବରେ ପରିବର୍ତ୍ତନ ହୁଏ। କିଛି ଲୋକ ସଠିକ ପଥ ଗ୍ରହଣ କରନ୍ତି, ଅନ୍ୟମାନେ ଭୁଲ ପଥ ଗ୍ରହଣ କରନ୍ତି। ଯେତେବେଳେ ମୁଁ ପାଠ ପଢାରେ ବିରକ୍ତ ହୋଇଯାଉଥିଲି, ମୁଁ ସେହି ସିନେମା ଗୁଡ଼ିକ ଦେଖୁଥିଲି। ସେହି ବୟସରେ ସମସ୍ତଙ୍କର କିଛି ନା କିଛି କରିବାର ଇଚ୍ଛା ଥାଏ। ମୁଁ ବହୁତ ଖରାପ ଥିଲି, କିନ୍ତୁ ମୁଁ ବେଳେବେଳେ ସେହି ସିନେମା ଗୁଡ଼ିକ ଦେଖୁଥିଲି। ଗୋଟିଏ ଦିନ ମୋ ଭେଣେଇ ଆମ ଘରକୁ ଆସିଲେ। ସେହି ରାତିରେ ସେ ମୋତେ ସେହି ସିନେମା ଦେଖୁଥିବା ସମୟରେ ଦେଖିଦେଲେ। ସେବେଠାରୁ ସେ ମୋ ସହିତ ସେହି ସିନେମା ବିଷୟରେ କଥାବାର୍ତ୍ତା କରିବା ଆରମ୍ଭ କଲେ। ଏହା ଏତେ ଆଗକୁ ବଢିଲା ଯେ ସେ ଏବେ ମୋ ଦୋକାନ ଖୋଲିବା ବିଷୟରେ କଥାବାର୍ତ୍ତା କରୁଥିଲେ। ସେ କହୁଥିଲେ, ତୁମର ଭଉଣୀ ବହୁତ କଳା ଏବଂ ମୋଟା, ତେଣୁ ତାଙ୍କ ସହିତ ଏପରି ମଜା ଲାଗୁନି, କିନ୍ତୁ ତୁମେ ଏବେ ବି ସତେଜ ଅଛ। ତୁମ ପାଖରେ ରହିବା ବହୁତ ଭଲ। କିନ୍ତୁ ମୁଁ ତାଙ୍କୁ ମନା କରିଥିଲି। ମୁଁ ମୋ ଦିଦିର ସ୍ୱାମୀଙ୍କ ସହିତ ମୋର ଦୋକାନ ଉଦ୍ଘାଟନ କରିବାକୁ ଚାହୁଁନଥିଲି। ତାପରେ ଗୋଟିଏ ଦିନ ଆମ ଘରେ ଏକ କାର୍ଯ୍ୟକ୍ରମ ଥିଲା। ଆମକୁ ସେହି ସମାରୋହ ପାଇଁ ପୋଷାକ କିଣିବାକୁ ପଡିଲା, ତେଣୁ ମୋ ମା ମୋତେ ତାଙ୍କ ସହିତ କିଣିବାକୁ ପଠାଇଲେ। ଯଦିଓ ମୁଁ ତାଙ୍କ ସହିତ ଯିବାକୁ ଚାହୁଁନଥିଲି, ମୋର ଆଉ କେହି ଯିବାକୁ ନଥିଲେ, ତେଣୁ ମୁଁ ତାଙ୍କ ସହିତ ଗଲି। ବହୁତ ପୋଷାକ ଦେଖିବା ପରେ ମୋତେ କିଛି ପସନ୍ଦ ଆସିଲା, ତେଣୁ ମୁଁ ସେଗୁଡ଼ିକୁ ପିନ୍ଧିବା ପାଇଁ ପୋଷାକ ବଦଳାଇବା ରୁମକୁ ଗଲି। ମୁଁ ପୋଷାକ ଦେଖୁଥିଲି। ସେତେବେଳେ ମୋ ଭେଣେଇ ପୋଷାକ ବଦଳାଇବା ଘର ଭିତରକୁ ଆସିଲେ ଏବଂ ମୋତେ ପଚାରିଲେ, ତୁମେ କେତେ ପୋଷାକ ଦେଖୁଛ? ସେତେବେଳେ ମୋ ପାଖରେ କେବଳ ଅଧା ଥିଲା। ମୁଁ ସେଗୁଡ଼ିକୁ କୋଠରୀରୁ ବାହାର କରିଦେଲି ଏବଂ ବାହାର କରିବା ସମୟରେ ମୋତେ ଭୟଙ୍କର ଅନୁଭବ ହେଲା। ତାପରେ ମୁଁ ଅଧିକ ପୋଷାକ ଦେଖିଲି ଏବଂ ସେଗୁଡ଼ିକୁ ପିନ୍ଧିବାକୁ ଚେଷ୍ଟା କଲି, କିନ୍ତୁ ମୋତେ କେବଳ କିଛି ପସନ୍ଦ ଆସିଲା। ଶୀଘ୍ର କିଣାକାଟା କରିବା ପରେ ଆମେ ଘରକୁ ଗଲୁ। ମୋ ଭେଣେଇ ଚାହୁଁଥିଲେ ଯେ ମୁଁ ଗୋଟିଏ କଥାରେ ରାଜି ହୁଅନ୍ତୁ, ତାଙ୍କୁ ମୋ ଦୋକାନ ଉଦ୍ଘାଟନ କରିବାକୁ ଦିଅ। ସେ କହୁଥିଲେ, ମୋ ପାଖରେ ତୁମ ଦୋକାନ ଉଦ୍ଘାଟନ କରିବାରେ କଣ ଅସୁବିଧା? କିନ୍ତୁ ମୁଁ ତାହା କରିବାକୁ ଚାହୁଁନଥିଲି। ମୋର କଲେଜ ପରୀକ୍ଷା ପାଖେଇ ଆସୁଥିଲା। ମୋର ଡାକ୍ତରୀ ଏବଂ ନର୍ସିଂ ପରୀକ୍ଷା ଥିଲା, କିନ୍ତୁ ଗୋଟିଏ ସମସ୍ୟା ଥିଲା, ମୋର ପରୀକ୍ଷା ଅନ୍ୟ ଏକ କଲେଜରେ ହେଉଥିଲା। ସେତେବେଳେ ଆମର କଲେଜ ବନ୍ଦ ଥିଲା। ସମସ୍ତ ଛାତ୍ର ଘରକୁ ଚାଲି ଯାଇଥିଲେ। କଲେଜ ଆମ ଘରଠାରୁ ବହୁତ ଦୂରରେ ଥିଲା। ସେଠାରେ ପହଞ୍ଚିବାକୁ ପ୍ରାୟ ଗୋଟିଏ ଦିନ ଲାଗିବ। ମୋତେ ସେଠାକୁ ନେଇଯିବା ପାଇଁ ଘରେ କେହି ନଥିଲେ, ତେଣୁ ମୋ ଦିଦି କହିଲା, ତୁମର ଭେଣେଇଙ୍କୁ ସାଙ୍ଗରେ ନେଇଯାଅ, ଆମର ଗାଡି ଅଛି, ତୁମର ଯିବାରେ କୌଣସି ଅସୁବିଧା ହେବ ନାହିଁ। ଏବଂ ମୋ ଭେଣେଇ ସହିତ ଭୋରୁ ଘରୁ ବାହାରି ଗଲୁ। ଆମେ ପ୍ରାୟ 4ଟାରେ କଲେଜରେ ପହଞ୍ଚିଲୁ, କିନ୍ତୁ ଆମେ ସେଠାକୁ ଯାଇ ନଥିଲୁ। ଆମେ ଏକ ହୋଟେଲରେ ରହିଲୁ। ଭେଣେଇ ଗୋଟିଏ ରୁମ୍ ବୁକ୍ କରିଥିଲେ। ମୁଁ 2ଟି ରୁମ୍ ବୁକ୍ କରିବାକୁ ଚାହୁଁଥିଲି, କିନ୍ତୁ ଭେଣେଇ ମନା କରିଦେଲେ। ରାତ୍ରି ଭୋଜନ କରିବା ପରେ ଭେଣେଇ କହିଲେ, ଆମେ ପାର୍କକୁ ବୁଲିବାକୁ ଯିବା। ମୁଁ ପାର୍କରେ ବୁଲିବାକୁ ବହୁତ ଉପଭୋଗ କଲି, ତେଣୁ ମୁଁ ଶୀଘ୍ର ରାଜି ହୋଇଗଲି। କିନ୍ତୁ ମୋତେ ପାର୍କକୁ ନେବା ପରିବର୍ତ୍ତେ
भेणी मते एक जंगल को नहीं गले। राति 9टा बाजिथिला। जंगल बहुत भयंकर होई जाइथिला। मोर भयरे झाळ बाहरिबाकू लागिला। भेणी मते घन जंगल को नहीं गले एवं भेणी कहिले एबे तुमको मो कथा सुनिबाकू पड़िबो नचेत मु तुमको एही जंगल रे एका छाड़ी देबी। मु पचारिली की कथा। तापरे से कहिले मु तुम दुकान उद्घाटन करबाकू चाहुछि। मु कहिली मु मरिजिबी किंतु मु केबे तुमको दुकान उद्घाटन करबाकू देबी नाही। ठीक सेतिकी बेले मो भेणी हठात अंधारे उभान होई गले। मु होटेल को जिबा पई रास्ता खोजिबा आरंभ कली। मु बहुत समय खोजिली किंतु पाइली नाही। आमे गभीर जंगल भितरे थिलु। मु जोर रे चित्कार कली किंतु पाखरे केही नथिले। किछि समय होई गला। मो भेणी एपर्यंत बाहर को आसी नथिले। मु भयभीत होई गली। जंगल रु अद्भुत शब्द आसुथिला। मु ठिया मध्य होई पारिली नाही। मोर केवल गोटिए विकल्प बाकी थिला। मो भेणीଙ୍କ शर्तକୁ ଗ୍ରହଣ କରିବା ବ୍ୟତୀତ मोर ଅନ୍ୟ କୌଣସି ବିକଳ୍ପ ନଥିଲା। ଯଦି ମୁଁ ତାଙ୍କ ସର୍ତ୍ତରେ ରାଜି ନ ହୁଏ ତେବେ ମୁଁ କାଲିର ପରୀକ୍ଷା ଦେଇପାରିବି ନାହିଁ। ମୁଁ ମୋ ଭେଣୀଙ୍କୁ କହିଲି ମୁଁ ଚାହୁଁଛି ତୁମେ ଦୋକାନ ଉଦ୍ଘାଟନ କର। ତୁମେ ଏହା କରିପାରିବ କିନ୍ତୁ ବର୍ତ୍ତମାନ ପାଇଁ ଦୟାକରି ବାହାରକୁ ଆସ। ମୁଁ ବହୁତ ଡରି ଯାଉଛି। ମୋ କଥା ଶୁଣି ମୋ ଭେଣୀ ବାହାରକୁ ଆସିଲେ। ତାପରେ ଆମେ ହୋଟେଲକୁ ଗଲୁ। ଆମେ ହୋଟେଲ ରୁମରେ ପ୍ରବେଶ କରିବା ମାତ୍ରେ ସେ ମୋ ସହିତ ଦୋକାନ ଉଦ୍ଘାଟନ ବିଷୟରେ କଥାବାର୍ତ୍ତା ଆରମ୍ଭ କଲେ। ସେ ମୋ ଦୋକାନରୁ ପ୍ରାୟ ସମସ୍ତ ଜିନିଷପତ୍ର ଖାଲି କରିସାରିଥିଲେ। ସେ ଯେପରି ଚାହୁଥିଲେ ସେପରି ଦୋକାନ ଉଦ୍ଘାଟନ କରିବାକୁ ଚାହୁଥିଲେ। ସେ ସେହିପରି କରିବା ଆରମ୍ଭ କଲେ ଏବଂ ମତେ ବହୁତ ଖରାପ ଲାଗିଲା। ମୁଁ ପୂର୍ବରୁ କେବେ ଏପରି ଉଦ୍ଘାଟନ କରିନଥିଲି। କିଛି ସମୟ ପରେ ମୁଁ ଯିବାକୁ ଲାଗିଲି। ମୁଁ ଦୋକାନ ଉଦ୍ଘାଟନ ଉପଭୋଗ କରୁଥିଲି କିନ୍ତୁ ମୁଁ ଯେତିକି ପସନ୍ଦ କରିଥିଲି ସେତେ ନୁହେଁ। ଉଦ୍ଘାଟନ ପାଇଁ ମୋ ଭେଣେଇ ପୁଣି ମୋ ସହିତ ଥିଲେ। ସେ ବହୁତ ସମୟ ପର୍ଯ୍ୟନ୍ତ ଉଦ୍ଘାଟନ ଉପଭୋଗ କରିଥିଲେ। ସେ ମୋ ଦୋକାନ ଉଦ୍ଘାଟନରେ କଟା କେକ ସମ୍ପୂର୍ଣ୍ଣ ଭାବରେ ଖାଇ ଦେଇଥିଲେ। ଏବେ ମୁଁ ତାଙ୍କୁ ଅଟକିବାକୁ କହୁଥିଲି କିନ୍ତୁ ସେ ଅଟକି ନଥିଲେ। ତାପରେ ମୁଁ ମୋ ଭେଣେଇଙ୍କୁ ଗାଳି ଦେଲି ଏବଂ ସେ ଅଟକି ଗଲେ। ରାତି 2 ବାଜିଥିଲା ତେଣୁ ମୁଁ ଶୋଇପଡ଼ିଲି। ମୁଁ ସକାଳୁ ଶୀଘ୍ର ଉଠିଲି। ଟିକେ ପାଠ ପଢିଲି, ଗାଧୋଇଲି, ଫ୍ରେଶ ହୋଇ ପରୀକ୍ଷା ଦେବାକୁ ଗଲି। ମୋର ପରୀକ୍ଷା ଶେଷ ହେବା ପରେ ମୁଁ ମୋ ଭେଣେଇ ସହିତ ଘରକୁ ଆସିଲି। ସେହି ଦିନଠାରୁ ମୁଁ ତାଙ୍କ ସହିତ କୌଣସି ସ୍ଥାନକୁ ଯାଇ ନଥିଲି କାରଣ ସେ ମୋତେ ଜଙ୍ଗଲରେ ଏକା ଛାଡ଼ି ଦେଇଥିଲେ ଏବଂ ଦୋକାନ ଉଦ୍ଘାଟନରେ ବହୁତ ଭଲ କାମ କରିନଥିଲେ। ମୁଁ ଯେପରି ଚାହୁଁଥିଲି ମୁଁ ତାଙ୍କଠାରୁ ଦୂରେଇ ରହିଲି। ସେ ବହୁତ ଖରାପ ଲୋକ ଥିଲେ। ମୁଁ ଆଜି ଏହା ବିଷୟରେ ଜାଣିଲି। ତେଣୁ ବନ୍ଧୁଗଣ, ଏହା ଆଜିର କାହାଣୀ ଥିଲା। ଆପଣଙ୍କର ମତାମତ କଣ ଆମକୁ ମନ୍ତବ୍ୟରେ କୁହନ୍ତୁ। ଯଦି ଆପଣ ଆମର ଭିଡିଓ ପସନ୍ଦ କରିଛନ୍ତି ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ଭୁଲନ୍ତୁ ନାହିଁ। କାଲି ଆଉ ଏକ ନୂଆ କାହାଣୀ ସହିତ ଦେଖା ହେବ। ଯଦି ଆପଣ ପ୍ରକୃତରେ କାହାଣୀଟି ପସନ୍ଦ କରିଛନ୍ତି ଦୟାକରି ଏହାକୁ ଆପଣଙ୍କ ବନ୍ଧୁମାନଙ୍କ ସହିତ ସେୟାର କରନ୍ତୁ ଏବଂ ମୋତେ ଆପଣଙ୍କର ଅନୁମତି ଦିଅନ୍ତୁ।